ବନ୍ଧୁଗଣ, ଆସନ୍ତୁ ଆଜି ଆମେ ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶି ବିଷୟରେ ଜାଣିବା। ଦେଖନ୍ତୁ, ଏମିତି ଗୋଟେ ଥବ କାଳଚକ୍ର ଜାତକରେ, ତାର ମଝିରେ ଲେଖା ହେଇଥିବ ଭଗ୍ନାଂଶ 11 ବିଭକ୍ତ 5। 11 ହେଉଛି ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ସିରିଏଲ, 5 ହେଉଛି ସିଂହ ରାଶିର ସିରିଏଲ। ଏ ମଝିରେ ଲେଖା ହେଇଥିବ 11 ବିଭକ୍ତ 5। ଏଠି ଦେଖନ୍ତୁ ମେଷ, ବୃଷ, ମିଥୁନ, କର୍କଟ, ତାପରେ ସିଂହ। ସିଂହ ରାଶି ଯେଉଁଠି ଘର ଥବ ଏଠି ଚନ୍ଦ୍ର ବି ଲେଖା ହେଇଥିବ। ସାଧାରଣତଃ ଆମେ ନାଁ ଅକ୍ଷରରୁ ଜଣେ ଜଣେ ବାହାର କରନ୍ତି ରାଶି, ସେଟା ଠିକ୍ ହୁଏନି। କାରଣ ଚନ୍ଦ୍ର ଯଦି ସିଂହ ରାଶିରେ ଥିବ ଜନ୍ମ ସମୟରେ, କିମ୍ବା ସିଂହ ରାଶିର ପୂର୍ବ ଫାଲ୍ଗୁନୀ ନକ୍ଷତ୍ରରେ ଥିବ, ତାହେଲେ ଏମିତି 11 ବିଭକ୍ତ 5 ଲେଖା ହେଇଥିବ। ଚନ୍ଦ୍ର ଥିବ ସିଂହ ରାଶିରେ ଜାତକରେ, ତାହେଲେ ଜାଣିବେ ଆପଣଙ୍କର ସିଂହ ରାଶି ଏବଂ ପୂର୍ବ ଫାଲ୍ଗୁନୀ ନକ୍ଷତ୍ର। ବନ୍ଧୁଗଣ, ସିଂହ ରାଶି ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ଲୋକମାନଙ୍କ ଚେହେରା ହେଉଛି ଆକର୍ଷକ ଚେହେରା। ସେମାନେ ମୃଦୁ ଭାଷା ବା ନରମ ଭାଷା, ଆଉ ଚେହେରାରେ ଏମିତି ଥିବ ଯେ ବିପରୀତ ଲିଙ୍ଗିକି ଆକର୍ଷିତ କରିପାରୁଥିବ। ଏ ନକ୍ଷତ୍ରଟି ହେଉଛି ପୂର୍ବ ଫାଲ୍ଗୁନୀ ନକ୍ଷତ୍ରଟି ହେଉଛି ଅନ୍ତର୍ନିହିତ ଶକ୍ତି ଏବଂ ସଫଳତାର ପ୍ରତୀକ। ଏହା ସାଙ୍ଗରେ ଗୋଟେ ଖଟର ଆଗ ଗୋଡ଼ ସାଙ୍ଗରେ ତାର ଚିତ୍ର, ଏବଂ ଏହା ସୃଷ୍ଟି କରିବା ମାନେ କୌଣସି କ୍ରିଏସନ୍ ବା ତିଆରି କରିବାର ଶକ୍ତି ଥାଏ। ପ୍ରେମ ପ୍ରଣୟ ହେଉଛି ଏ ନକ୍ଷତ୍ରର ଗୋଟେ ଲକ୍ଷଣ। ଏ ଶାରୀରିକ ସୁଖ ଦେଇଥାଏ। ଏ ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତି ସାଂସାରିକ ଭାବରେ ଉନ୍ନତ କରନ୍ତି। ସାଂସାରିକ ମାନେ ପାର୍ଥିବ ଉନ୍ନତି କରନ୍ତି। ପାର୍ଥିକ ଉଭୟ ଶାରୀରିକ, ପ୍ରେମ ଏବଂ ଧନ, ଆଉ ଭୋଗ ବିଳାସ ଏବଂ ସମ୍ପତ୍ତି, ଏ ସବୁଥିରେ ସେମାନେ ଉନ୍ନତି କରନ୍ତି। ଉପଭୋଗ କରିବା, ସାମାଜିକ ମାନେ ଉଭୟ ପ୍ରେମ, ସେକ୍ସ ଏବଂ ସମ୍ପତ୍ତି, ଧନ ସମ୍ପତ୍ତି, ଉପଭୋକ୍ତା ଜିନିଷ ସବୁ ଉପଭୋଗ କରିବା ଏମାନଙ୍କର ଜୀବନର ଗୋଟେ ଉଦ୍ଦେଶ୍ୟ, ଏବଂ କରନ୍ତି ମଧ୍ୟ। ଏମାନେ ବେଳେବେଳେ ନଷ୍ଟ କରନ୍ତି କିଛି ଜିନିଷ ଥାଏ। ଭଲ ଭାଗ୍ୟ ଏମାନଙ୍କର ଥାଏ, ବହୁତ ଭଲ ଭାଗ୍ୟରେ ଜନ୍ମ ହୋଇଥାନ୍ତି। ମ୍ୟୁଜିକ୍, ଆର୍ଟ, ସାହିତ୍ୟ ଏବଂ ଏଥିରେ ସେମାନେ ମନୋନିବେଶ କରିଥାନ୍ତି। ଛୋଟବେଳୁ ଏମାନେ ଗୋଟେ କଳାକାର କିମ୍ବା କଳା ସମ୍ବନ୍ଧୀୟ ଜିନିଷରେ ଥାନ୍ତି। ଏମାନଙ୍କର ଜୀବନ ସମ୍ମାନସ୍ପଦ ଜୀବନ ଥାଏ। ଏମାନେ ଇଚ୍ଛା ଶକ୍ତି ଦ୍ୱାରା ଲାଭବାନ ହେଇଥାନ୍ତି। ସେମାନେ ଯେଉଁ କଥାରେ ଇଚ୍ଛା କରନ୍ତି, সেই ଇଚ୍ଛା ଶକ୍ତି ତୀବ୍ର ଥାଏ, ଯାହାଫଳରେ ସେମାନେ ଭବିଷ୍ୟତରେ ସେଥିରେ ସଫଳତା ଲାଭ କରନ୍ତି ଏବଂ ଲାଭବାନ ହୁଅନ୍ତି। ବୌଦ୍ଧିକତାରେ ଉଚ୍ଚ ସ୍ତରକୁ ଯିବା, ଧୀରେ ଧୀରେ ତାଙ୍କର ବୌଦ୍ଧିକ ସ୍ତର ଉଚ୍ଚ ସ୍ତରକୁ ଯାଏ। ମାନେ ଆଗରେ ଯେମିତି ଥିବ, ଧୀରେ ଧୀରେ ବୟସ ସାଙ୍ଗେ ସାଙ୍ଗେ ତାଙ୍କର ବୌଦ୍ଧିକ ସ୍ତର ଉଚ୍ଚକୁ ଯାଏ। ଏମାନଙ୍କର ବିଶ୍ୱସନୀୟତା ଥାଏ। ତାଙ୍କୁ ଯିଏ ନିର୍ଭରଯୋଗ୍ୟ ବିଶ୍ୱାସ କରିବ, ସେ ବିଶ୍ୱସନୀୟତାର ଉପଯୁକ୍ତ ମୂଲ୍ୟ ଦେବେ। ସେମାନେ ସାଧୁତା ସେମାନଙ୍କ ଭିତରେ ଥାଏ। ତାଙ୍କର ବନ୍ଧୁମାନଙ୍କ ସାଙ୍ଗରେ ଭଲ ସମ୍ପର୍କ ଥାଏ। ବନ୍ଧୁବାନ୍ଧବମାନଙ୍କ ସାଙ୍ଗରେ ମଧ୍ୟ ସୁମଧୁର ସମ୍ପର୍କ ଥାଏ। ଭଲ ପାଇବା, ସ୍ନେହ କରିବା, ଯତ୍ନ ନେବା, ଏମାନେ ପରିବାର ଭିତରେ, ପରିବାର ବାହାରେ, ଆଉ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଏମାନଙ୍କର ଗୋଟେ ବଡ଼ ଗୁଣ। ସ୍ୱଚ୍ଛତା ଏମାନଙ୍କର ଗୋଟେ ବଡ଼ ଗୁଣ। ସେ ଘର ଚାରିପାଖ ସଫାସଫି କରିବେ ଏବଂ ସଜେଇବା, ଘରକୁ ସଜେଇବା ଏମାନଙ୍କର ଗୋଟେ ବଡ଼। ନିଜର ସଫା ଲୁଗାପଟା ସଫା ସୁତର ସାଇଜ ଇସ୍ତ୍ରୀ କରିବା, ପିନ୍ଧିବା, ଗୋଟେ ଭଲ ଭଲ ପିନ୍ଧିବା, ଡ୍ରେସ୍ ପିନ୍ଧିବା ଏମାନଙ୍କର ଗୋଟେ ଭଲ ଗୁଣ। ମଣିଷକୁ ଦୟା କରିବା ଏମାନଙ୍କ ଭିତରେ ଦେଖାଯାଏ। ଗରିବକୁ ହେଉ, ଅନ୍ୟ ଲୋକକୁ ହେଉ, କିମ୍ବା ବ୍ରାହ୍ମଣ ପଣ୍ଡିତକୁ ହେଉ, ଏମାନେ ଦୟା କରନ୍ତି। ବୃଦ୍ଧ ଲୋକକୁ ହେଉ ଦୟା କରନ୍ତି। ଏମାନେ ପଜିଟିଭନେସ୍ ବହୁତ ଥାଏ। ଏମାନେ ଗଣ୍ଡଗୋଳରୁ ଦୂରତା ରଖିକରି ମାନେ ମୀମାଂସା କରିଦିଅନ୍ତି। ଗଣ୍ଡଗୋଳରୁ ଦୂରରେ ରହନ୍ତି। ଏମାନେ ଜଣେ ଭଲ ମୀମାଂସକ। କାହାକୁ ମନ ଦୁଃଖ ନ କହି ଦୁଇ ପଟକୁ ଗୋଟେ ମୀମାଂସା କରିଦେଇ ସମାଧାନ କରିଦିଅନ୍ତି। ଏମାନେ ଲୋକପ୍ରିୟ, ବହୁତ କନଫିଡେନ୍ସ ଥାନ୍ତି। ସବୁ ତାଙ୍କର ଯେଉଁ ବିଷୟରେ ସେମାନେ ଜ୍ଞାନ ଅଛି, ସେଥିରେ ବହୁତ କନଫିଡେନ୍ସ ଥାନ୍ତି। ସେମାନେ ଗର୍ବୀ ଥାନ୍ତି। ତାଙ୍କ କ୍ୟାରିୟର ବି ବହୁତ ସଫଳ ହୋଇଥାଏ। ସେମାନେ ବହୁତ ସ୍ୱାଧୀନଚେତା ଥାନ୍ତି। ଅନ୍ୟ ଅଧୀନରେ କାମ କରିବାକୁ ସେମାନେ ଭଲ ପାଆନ୍ତି ନାହିଁ। ସେଥିପାଇଁ ଚାକିରି କ୍ଷେତ୍ରରେ ବେଳେବେଳେ ଅସୁବିଧା ହୁଏ। ନରମ କଥା କହିଥାନ୍ତି। ଏମାନେ ଭ୍ରମଣ ପ୍ରିୟ। ଏମାନଙ୍କର ଶତ୍ରୁ ତାଙ୍କର
ନିଜର କ୍ୟାରେକ୍ଟର ଅନୁସାରେ ବହୁତ ଲୋକ ଭଲ ଥିବାରୁ ତାଙ୍କର ଶତ୍ରୁ ଉପରେ ନଥାନ୍ତି, ଗୁପ୍ତ ଭଳିଆ ଶତ୍ରୁ ଥାନ୍ତି। ସେମାନେ ଭାରି ବୁଦ୍ଧିଆ ଥାନ୍ତି। ଟଙ୍କା ପଇସାରେ କିଛି ଠକାମିର ଶିକାର ହେବାର ସମ୍ଭାବନା ଥାଏ। ସେମାନେ ଖର୍ଚ୍ଚି ବହୁତ ଥାନ୍ତି ଏବଂ ଶୟନ ସୁଖ ତାଙ୍କର ଗୋଟେ ଭଲ ମାନେ ଗୋଟେ ଖରାପ ଅଭ୍ୟାସ କି ଭଲ ଅଭ୍ୟାସ ଯାହା ଆପଣ ଭାବିବେ, ଶୟନ ସୁଖ ତାଙ୍କର ଥାଏ। ପ୍ରେମ ବିବାହ କରିବା ତାଙ୍କ ଜୀବନର ଗୋଟେ ଲକ୍ଷ୍ୟ। ପ୍ରେମ କରିପାରନ୍ତି, ନହେଲେ ବିବାହ ପରେ ପ୍ରେମ କରିଥାନ୍ତି, ନହେଲେ ପ୍ରେମ କରିବା ହେଉଛି ତାଙ୍କ ଜୀବନର ଗୋଟେ ଲକ୍ଷ୍ୟ। ଶୁକ୍ର ଖରାପ ଥିଲେ ଏକାଧିକ ସମ୍ପର୍କ ହୁଏ କିମ୍ବା ଏକାଧିକ ବିବାହ ହେବାର ସମ୍ଭାବନା ଥାଏ। ସାଧାରଣତଃ 20-30 ବର୍ଷ ମଧ୍ୟରେ ବିବାହ ହୁଏ। ଝିଅଙ୍କର ବେଳେବେଳେ 20 ବର୍ଷରୁ କମରେ ବି ହେଇପାରେ। ମହିଳାମାନେ ସାଧାରଣତଃ ସୁନ୍ଦର ଥାନ୍ତି, ଆକର୍ଷକ ଥାନ୍ତି, ଗର୍ବୀ ଥାନ୍ତି, ଧୈର୍ଯ୍ୟହୀନ ଥାନ୍ତି, ବହୁତ ବୁଦ୍ଧିଆ ଥାନ୍ତି। ତାଙ୍କ କ୍ୟାରିୟର ସବୁ ବିଜ୍ଞାନ ଭିତ୍ତିକ କ୍ୟାରିୟର ହୁଏ। ସେମାନେ ବୈଜ୍ଞାନିକ ଗବେଷଣା, ଶିକ୍ଷକ, ଅଧ୍ୟାପିକା ଏଭଳି ଚାକିରି କରିବାର ସମ୍ଭାବନା ଥାଏ। ଧନରେ ସେମାନେ ଚାକିରିରେ ଯେତିକି ସଫଳତା ଯାହା ପାଆନ୍ତୁ ନ ପାଆନ୍ତୁ, ଧନରେ ସଫଳତା ପାଇଥାନ୍ତି। ପରିବାର ଲୋକଙ୍କୁ ଭଲ ପାଇବା, ଯତ୍ନ ନେବା, ସେବା କରିବା ଏମାନଙ୍କର ଭଲ ଗୁଣ। ଏମାନେ ଅନ୍ୟର ଉପକାର ମନେ ରଖିଥାନ୍ତି ଏବଂ ଋଣ ଶୁଝିବା ପାଇଁ ଚେଷ୍ଟା କରନ୍ତି। ଏମାନେ କଳାକାର, ମଡ଼େଲ ହେବାର ସମ୍ଭାବନା ବହୁତ ଥାଏ। ସାଧାରଣତଃ ପୂର୍ବ ଫାଲ୍ଗୁନୀ ଲୋକମାନଙ୍କର 20ରୁ ତାଙ୍କର 25ରୁ ସେମାନଙ୍କର କ୍ୟାରିୟର ଷ୍ଟାର୍ଟ ହେଇଯାଏ। ଶିକ୍ଷା କ୍ଷେତ୍ରରେ ଅପରାଧୀ ମନସ୍ତତ୍ତ୍ୱବିଦ, ଗବେଷଣା, ପ୍ରଶାସନିକ ଅଧିକାରୀ, ସରକାରୀ ଚାକିରି, ଟ୍ରାନ୍ସପୋର୍ଟ ଚାକିରି, ମ୍ୟାନେଜମେଣ୍ଟ ଚାକିରି, ଅଟୋମୋବାଇଲ ଚାକିରି, ହୋଟେଲ ଚାକିରି ପ୍ରଭୃତିରେ ସେମାନେ ଥାନ୍ତି। ସେମାନେ ସ୍ୱାଧୀନ କ୍ୟାରିୟରକୁ ପସନ୍ଦ କରନ୍ତି ଓ କ୍ୟାରିୟରରେ ଅଧିକ କଠିନ ପରିଶ୍ରମ କରନ୍ତି। ସେଥିପାଇଁ ସେମାନେ ସଫଳତା ପାଉଥିଲେ ଅଧିକାରୀଙ୍କ ସହ ମନ ଅମେଳ ରହେ। ଟିକେ 45 ବର୍ଷ ପରେ ଚାକିରି କ୍ଷେତ୍ରରେ ସ୍ଥିରତା ଆସେ, ଜବ୍କୁ ଟିକେ ଭଲ ପାଆନ୍ତି। ସେମାନେ ବିଚାରକ ହେଇପାରନ୍ତି, ଯୋଗାଯୋଗ କ୍ଷେତ୍ରରେ ବି ଚାକିରି କରିପାରନ୍ତି, ସମାଜ ସେବା କରିପାରନ୍ତି, ପାର୍ଟି ପଲିଟିକ୍ସ କରିପାରନ୍ତି, ଫଟୋଗ୍ରାଫି କରିପାରନ୍ତି। ସେମାନଙ୍କର ଏକାଧିକ ଘର ଏବଂ ପ୍ଲଟ୍ କିଣିବାର ସମ୍ଭାବନା ଥାଏ। ସେମାନେ ଖେଳରେ କ୍ୟାରିୟର କରିପାରନ୍ତି, ଜୁଏଲାରୀରେ କ୍ୟାରିୟର କରିପାରନ୍ତି, ଜୁଏଲାରୀ ଡିଜାଇନିଂରେ କ୍ୟାରିୟର କରିପାରନ୍ତି, ଡକ୍ଟର ହେଇପାରନ୍ତି, ପଲିଟିସିଆନ୍ ହେଇପାରନ୍ତି, ବାୟୋଲୋଜିଷ୍ଟ ବି ହେଇପାରନ୍ତି। ସାଧାରଣତଃ ସେମାନଙ୍କର ରୋଗ ଭିତରେ ମେଣ୍ଟାଲ ଡିଷ୍ଟର୍ବାନ୍ସ ଟିକେ ଥାଏ, ଆଜମା ରହିବାର ସମ୍ଭାବନା ଅଛି, ମେଣ୍ଟାଲ ଷ୍ଟ୍ରେସ୍ ଥାଏ, ଆଖି ରୋଗ, କାନ ରୋଗ, ଦାନ୍ତ ରୋଗ, ଡାଇବେଟିସ୍ ଏବଂ ରକ୍ତଚାପ ହେବାର ସମ୍ଭାବନା ଥାଏ। ସେମାନେ ପ୍ରାୟ ସୁସ୍ଥ ଥାନ୍ତି, କିନ୍ତୁ ଏପରି ରୋଗ ସେମାନେ ହେବାର ସମ୍ଭାବନା ସେମାନଙ୍କର ଥାଏ। ପୂର୍ବ ଫାଲ୍ଗୁନୀ ଲୋକଙ୍କର ହେଉଛି ରାଶି ହେଉଛି 11/5 ସିଂହ ରାଶି, ପାଦ ହେଉଛି 4 ପାଦ। ପ୍ରଥମ ପାଦରେ ଯେଉଁମାନେ ଜନ୍ମ ହୋଇଥାନ୍ତି, ସୂର୍ଯ୍ୟ ତାଙ୍କର ଲିଡ଼ିଂ ଗ୍ରହ। ସେମାନେ ବୁଦ୍ଧିଆ, ଶିକ୍ଷାଦାନ କ୍ଷେତ୍ରରେ କରିଥାନ୍ତି, ସ୍ୱ ଉନ୍ନତି କରିଥାନ୍ତି, ଅଳସୁଆ ଟିକେ ହେଇଥାନ୍ତି। ଦ୍ୱିତୀୟ ପାଦରେ ଯେଉଁମାନେ ଥାନ୍ତି, ବୁଧ ସେମାନେ ଲିଡ଼ିଂ ଗ୍ରହ, କଠିନ ପରିଶ୍ରମୀ, ଫଳପ୍ରାପ୍ତି ହେଇଥାନ୍ତି, ବୁଦ୍ଧିଆ ହେଇଥାନ୍ତି, ପ୍ରକୃତି ପ୍ରେମୀ ହେଇଥାନ୍ତି। ତୃତୀୟ ପାଦରେ ଯେଉଁମାନେ ଥାନ୍ତି, ଶୁକ୍ର ତାଙ୍କର ଲିଡ଼ିଂ ଗ୍ରହ, ସୃଜନଶୀଳ ହେଇଥାନ୍ତି, ଶାନ୍ତ ହେଇଥାନ୍ତି, ଭାଗ୍ୟବାନ ହେଇଥାନ୍ତି, ଭ୍ରମଣ ପ୍ରିୟ ହେଇଥାନ୍ତି, ପ୍ରେମ ଓ ପ୍ରଣୟ ଦିଗରେ ଅଗ୍ରସର ହେଇଥାନ୍ତି। ଚତୁର୍ଥ ପାଦରେ ଯେଉଁମାନେ ଥାନ୍ତି, ସେମାନେ ମଙ୍ଗଳ ହେଉଛି ଲିଡ଼ିଂ ଗ୍ରହ। ସେମାନେ ଇମୋସନାଲ୍ ଥାନ୍ତି, ପାରିବାରିକ ଥାନ୍ତି, ସାହସୀ ଥାନ୍ତି ଓ ଭାଗ୍ୟବାନ ଥାନ୍ତି। ଏହାର ତତ୍ତ୍ୱ ହେଉଛି ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ତତ୍ତ୍ୱ ହେଉଛି ଜଳ ତତ୍ତ୍ୱ ରାଶି। ଇଏ ଦୀର୍ଘ ହେଉଛି ପୂର୍ବ ଦିଗରେ ମାନେ ନକ୍ଷତ୍ରଟି ଥାଏ। ଗ୍ରହ ହେଉଛି ଶୁକ୍ର ଗ୍ରହ, ଲିଡ଼ିଂ ଗ୍ରହ। ଦେବତା ହେଉଛନ୍ତି ଭଗ ଏବଂ ଶିବଲିଙ୍ଗ। ଏଇଟା ସ୍ତ୍ରୀଲିଙ୍ଗ ରାଶି। ଅସଙ୍ଗତି ଯାହା ସାଙ୍ଗରେ ପଡ଼େନି ହେଉଛି ପୂର୍ବ ବସୁ ନକ୍ଷତ୍ର ଓ ଅଶ୍ଳେଷା ନକ୍ଷତ୍ରରେ ପଡ଼େନି। ଜନ୍ମ ମହାଦଶା ସାଧାରଣତଃ ଶୁକ୍ର ମହାଦଶାରେ ଏମାନେ ଜନ୍ମ ହୋଇଥାନ୍ତି। ତେଣୁ ଛୁଆବେଳୁ ସେମାନେ ଗୋଟେ ସୁସ୍ଥ ଖୁସି ପରମ୍ପରା ମାନେ ଭଲରେ ଥାଆନ୍ତି। ଶୁକ୍ର ମହାଦଶାରେ ଜନ୍ମ ହୋଇଥିବାରୁ ଭଲ ପାଠ ପଢ଼ନ୍ତି, ଭଲ ସବୁ ଥାଏ, ସୁନ୍ଦର ସ୍ୱାସ୍ଥ୍ୟ ମଧ୍ୟ ଥାଏ। ଏହାର ଗଣ ହେଉଛି ମନୁଷ୍ୟ ଗଣରେ ଜନ୍ମ। ତାଙ୍କର ନାମର ମୂଳ ଅକ୍ଷର ମୋ, ତ, ତି, ତୁରୁ ଆରମ୍ଭ। ବାର ହେଉଛି ଶୁକ୍ରବାର, ଶୁଭ ବାର। ନାଡ଼ି ହେଉଛି ପିତ୍ତ। ଶୁଭ ରତ୍ନ ହେଉଛି ହୀରା। ଶୁଭ ରଙ୍ଗ ହେଉଛି ହଳଦିଆ, ଈଷତ, ଧୂସର ଏବଂ ନୀଳ। ଶୁଭ ନମ୍ବର ହେଉଛି 9। ମନ୍ତ୍ର ହେଉଛି ଲକ୍ଷ୍ମୀ ମନ୍ତ୍ର। ସୂର୍ଯ୍ୟକୁ ଜଳ ଟେକିବା।
ଏବଂ ଖାଦ୍ୟ ଦାନ କରିବା, ବ୍ରାହ୍ମଣ ପଣ୍ଡିତଙ୍କୁ ଦାନ କରିବା କି ଅନ୍ୟ ଲୋକକୁ ଭିକାରୀ ଫିକାରୀକୁ ଦାନ କରିବା ଏବଂ ଭଲ ଖଟରେ ଶୋଇବା ତାଙ୍କ ଦରକାର ନିହାତି। ଭଙ୍ଗା ଭଙ୍ଗା ଗୋଡ଼ ଥିବା ଖଟରେ ଶୋଇବେ ନାହିଁ। ବନ୍ଧୁଗଣ, ଯଦି ଭଲ ଲାଗୁଛି ୟାକୁ ଚ୍ୟାନେଲକୁ ଫରୱାର୍ଡ଼ କରିବାକୁ, ଅନ୍ୟ ଆଡ଼େ ସେୟାର କରିବାକୁ ଅନୁରୋଧ। ଧନ୍ୟବାଦ।